କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୋମୁଡି ବନ୍ଧ ବନାଞ୍ଚଳରେ ରବିବାର ଦିନ ଏକ ଦିବସୀୟ ବନାଗ୍ନି ନିରାକରଣ ଜନିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଘଞ୍ଚ ଜଙ୍ଗଲ, ସବୁଜ ବନାନୀ, ପାହାଡ଼ ପର୍ବତ ଘେରା ପ୍ରକୃତି ରାଣୀ କନ୍ଧମାଳ ଜିଲ୍ଲାର ମୁଖ୍ୟ ସମସ୍ୟା ଅଟେ ଜଙ୍ଗଲ ନିଆଁ। ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ହୋଇପଡେ ଜନଜୀବନ। ବନ ବିଭାଗର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ମଧ୍ୟ ଏହି ବନାଗ୍ନି ନିୟନ୍ତ୍ରଣ ହେବା କଷ୍ଟସାଧ୍ୟ ହୋଇଥାଏ। ତେଣୁ ଆଗାମୀ ଗ୍ରୀଷ୍ମ ଋତୁ ପୂର୍ବରୁ ଅର୍ଥାତ୍ ଆଗାମୀ ବର୍ଷ 2025 ପାଇଁ ସ୍ଥାନୀୟ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ସ୍ଥାନୀୟ ବନ ବିଭାଗର ଏହା ଏକ ନିଆରା ପ୍ରୟାସ। ତୁମୁଡି ବନ୍ଧ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷା, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଭିଏସ୍, ଦମକଳ ବାହିନୀ ଅଧିକାରୀ ଏବଂ ମହିଳା ସ୍ୱୟଂ ସହାୟିକା ସଂଘ ଶତାଧିକ ପୁରୁଷ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସ୍ଥାନୀୟ ବନାଞ୍ଚଳ ଅଧିକାରୀ କାଳିଚରଣ ବେହେରାଙ୍କ ନିଆରା ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଆଗାମୀ ଦିନରେ କିଭଳି ଜଙ୍ଗଲରେ ନିଆଁ ନ ଲାଗିବ ଏବଂ ଜଙ୍ଗଲ କଟା ନ ଯିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବନାଗ୍ନି ନିବାରଣ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡି ବନ୍ଧ ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ, ୱାଚର ଉପସ୍ଥିତ ଥିଲେ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।